अच्छा आज आम सुजोग पाइछु कौन ना से आदि एवं अंत क एवं ख आरंभ शेष प्रथम एवं शेष जिहवा सदा प्रभु स्वयंभू अर्थात जे अछंती से अछंती आज्ञा ताहांक पूर्व कौन ईश्वर निर्मित नहिला ताहांक पर आज्ञा कौन ईश्वर निर्मित नहिब एवं ताहांक चतुर्पार्श्वे सराफगण दुई दुई पक्षे चरण आच्छादन करती दुई दुई पक्षे मुख आच्छादन करती एवं दुई दुई पक्षे उड़ी उड़ी सदा प्रभु धर्ममय 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 बोले प्रशंसा करती से महामहिम परमेश्वर आम मानकर कौन पाप प्रमाण दंड न दे आम मानकर अधर्म अनुसार आगे प्रतिफल न दे आम मानकर अविश्वास अनुसार के शास्ति न दे मृत्यु आम मान प्राण झुंटिबारू आम मान चरण एवं लोकगुरु आम मान चक्षु को रक्षा कर वर्षर शेष दिन म्यूजिक माध्यम प्रशंसा गौरव करने सुजोग देथिबारु पवित्र नाम धन्यवाद से महामहिमंकर पाद पद्म निवेदन करी आम ख्रीष्टीय प्रचार पद आगे उपस्थापना करुच्ची पूर्ण सुसमाचार सांस्कृतिक प्रचार संघ पर्वतिया छगाँ एवं कटक एवं गायक श्री जोनाथन बेहेरा एवं तांकर साथी टेलीफोन नंबर 9439631468 आज्ञा प्रसंग है परमेश्वर पथ अनुदानकारी हेले बिशप डीबी हृदय बाबूरे से महामहिमंकर पाद पद्म पद निवेदन करी आम त्वमेव प्रभु में गुरु ज्ञान मूर्ति प्रभु मानकर प्रभु देव मानकर देव से सृष्टि होकर से महामहिम परमेश्वर पाद निवेदन करी आम कौन लिखिले गधोली रे धोली आकाश को उठी थाए से अवसर जो मैंने से रास्तार गतागत करती गमनागमन करती से आपाद मस्तक धूल धूसरित
କହିଲେ ବର୍ତ୍ତମାନ ହେଉଛି ଆଜ୍ଞା ଜଗତର ସନ୍ଧ୍ୟା ସମୟ ଏ ସନ୍ଧ୍ୟା ସମୟରେ ଧୂଳି କହିଲେ କି ପାପ ସେ ପାପ ଆଜି ଆକାଶ ପର୍ଯ୍ୟନ୍ତ ଉଠିଛି ପ୍ରଭୁ ଏ ଜଗତରେ ଯେତେବେଳେ ମୁଁ ଗତାଗତ କରୁଛି ସେ ପାପ ମୋର ଆପଦ ମସ୍ତକ କଣ ହେଇଛି ନା ପରିପୂର୍ଣ୍ଣ ହେଇଯାଇଛି ତେଣୁ କଣ କର ମୁଁ ଅଞ୍ଜଳି ପାତିଛି ଯେଉଁ ଧୂଳିକି ତୁମେ ଗଳିକିରି ନିଜର ସାଦୃଶ୍ୟ ଏବଂ ପ୍ରତିମୂର୍ତ୍ତିରେ ନିର୍ମାଣ କରିଥିଲ ହେତୁ ମୁଁ ଆଜି ତୁମର ନିକଟରେ ନିବେଦନ କରୁଛି ଏ ଧୂଳିକି କଣ କର ନା ଅଞ୍ଜଳି ଦେଇ ତୋଳି ଧର ଯଦି ତୁମେ ଅଞ୍ଜଳି ଧରି ଦେଇ ତୋଳି ନ ଧରିବ ତାହେଲେ ଚାଙ୍ଗଳି କହିଲେ କି ଶୟତାନ ସେ ମତେ କଣ କରିବ ନା ଏ ଧୂଳି ଦେବା ପାପରେ ପକାଇ ସେ ମତେ ଶୁଳିରେ ବସାଇବ କହିଲୁ କି ନା
ଦେଖିଲେ ଯେଉଁମାନେ ଆଜ୍ଞା ବ୍ୟବସ୍ଥା ଶୁଣିବାରୁ କର୍ଣ୍ଣ ଫେରାନ୍ତି ସେମାନଙ୍କର ପ୍ରାର୍ଥନା ଆଜ୍ଞା ଘୃଣାର ବିଷୟ। ତେଣୁ ଆପଣମାନଙ୍କୁ ଅନୁରୋଧ କବି କରୁଛନ୍ତି ବ୍ୟବସ୍ଥା ଶୁଣିବା ପାଇଁ ଅର୍ଥାତ୍ ମନ୍ଦିରକୁ ଆସିବା ପାଇଁ ଆଜ୍ଞା ବାକ୍ୟ ଶୁଣିବା ପାଇଁ କେବେ ହେଲେ ଆପଣ ଅବହେଳା କରନ୍ତୁ। ଅବହେଳା କଲେ ଆପଣଙ୍କର ନିଶ୍ଚୟ ବିନାଶ ହେବ। ତେଣୁକରି ହେ ମୋର ପଣ୍ଡିତ ମଣ୍ଡଳୀ, ଯେଉଁ କବି ଯେଉଁ ରସଟି ଆଜି ପରିବେଷଣ କରିବା ପାଇଁ ଯାଉଛନ୍ତି ସେଇ ରସଟି କ'ଣ ଆଜ୍ଞା କବି ଲକ୍ଷ୍ୟ କଲେ ଯେ ସେ ପ୍ରସଙ୍ଗ ହେଉଛି ଈଶ୍ୱରଙ୍କର ପଥ। ଏଇ ପଥ ବିଷୟରେ ଆମେ ଟିକେ ଆଲୋଚନା କରିବା। ଆଜ୍ଞା ଯୀଶୁ 7ଟା କଥା କହିଲେ। ଯୀଶୁ କହିଲେ ମୁଁ ପଥ ସତ୍ୟ ଜୀବନ। ଯୀଶୁ କହିଲେ ମୁଁ ପ୍ରକୃତ ଦାକ୍ଷାଲତା। ଯୀଶୁ କହିଲେ ମୁଁ ଉତ୍ତମ ବେଶବାଳକ। ଯୀଶୁ କହିଲେ ମୁଁ ଜଗତର ଜ୍ୟୋତି। ଯୀଶୁ କହିଲେ ମୁଁ ପୁନରୁତ୍ଥାନ ଜୀବନ। ଯୀଶୁ କହିଲେ ମୁଁ ଅନନ୍ତ ଜୀବନର ଆହାର। ଏବଂ ଯୀଶୁ କହିଲେ ମୁଁ ପ୍ରକୃତ ଦ୍ୱାର। ଆଜ୍ଞା 7ଟା କଥା ଭିତରୁ ଆଜ୍ଞା ଏଇ କଥାଟି ଆଜି ମୁଁ ଆପଣଙ୍କ ସମ୍ମୁଖରେ ଉପସ୍ଥାପନା କରିବାକୁ କବି ଲେଖୁଛନ୍ତି କ'ଣ ନା ହେ ମୋର ପଣ୍ଡିତ ମଣ୍ଡଳୀ ସ୍ଥିର ଚିତ୍ତରେ ବସି ଶୁଣନ୍ତୁ। ଲେଖିଲେ ଅହମେव ପଥ ଅହମେव ସତ୍ୟ ଅହମେव ଜୀବନ। ଯୀଶୁ ଯେତେବେଳେ ଜଗତରେ ଥିଲେ ଯୀଶୁ 7ଟା କଥା କହିଥିଲେ। କ'ଣ ଯୀଶୁ କ'ଣ କହିଲେ? ମୁଁ ପଥ ସତ୍ୟ ଜୀବନ। ତେଣୁ ଆଜ୍ଞା ଜଗତର ମନୁଷ୍ୟମାନେ କେବଳ ସଦାସର୍ବଦା ଏବେ ସେଇ ପିତାଙ୍କ ନିକଟକୁ ବା ସ୍ୱର୍ଗକୁ ଯିବା ପାଇଁ ନାନା ପ୍ରକାର ଉପାୟ କରୁଛନ୍ତି। ତେଣୁକରି ଯୀଶୁ କହିଲେ ଆଜ୍ଞା ଏଇ ପଥରେ ଯଦି ମୁଁ ଏବଂ ଆପଣମାନେ ସର୍ବ ଜଗତ ନ ଯିବ ତାହେଲେ ସେ ପରମେଶ୍ୱରଙ୍କ ନିକଟକୁ ଯାଇପାରିବେ। କାରଣ ପରମେଶ୍ୱର ହେଉଛନ୍ତି ପବିତ୍ର। ଆଜ୍ଞା ପବିତ୍ର ବାକ୍ୟ ବାଇବେଲ ପ୍ରମାଣ କରି ଆଜ୍ଞା ପବିତ୍ରତାରେ ହିଁ ତାଙ୍କର ପଥ ଥାଏ। ଯଦି ମନୁଷ୍ୟ ପବିତ୍ର ନ ହୁଏ ତାହେଲେ ସେ ପରମେଶ୍ୱରଙ୍କ ନିକଟକୁ ଯାଇପାରିବେ। ତେଣୁ ସେଇ ପଥ ଆଜ୍ଞା କ'ଣ? ଏ ପଦ ଆଜ୍ଞା ସମସ୍ତଙ୍କର ବର୍ତ୍ତମାନ ମୁଖସ୍ଥ ଅଛି। ଆମ ପିଲାମାନଙ୍କର ମୁଖସ୍ଥ ଅଛି। ଯଦି ପ୍ରକୃତ ଆମେ ସେ ପଥଟା କ'ଣ ଆମେ ଯଦି ନ ଜାଣୁ, ଆମର ପିଲାମାନେ ଯଦି ନ ଜାଣନ୍ତି, ଆମର ବଂଶଧରମାନେ ଯଦି ନ ଜାଣନ୍ତି, ତେବେ ସେ ପଥରେ କେମିତି ଯିବେ ଏବଂ କେତେବେଳେ ସ୍ୱର୍ଗରେ ପହଞ୍ଚିବେ। ତେଣୁ ଆଜ୍ଞା ଜେରିମିୟ ଭାବବାଦୀ ବାକ୍ୟରେ କହିଲେ ଯେ ପୁରାତନ ପଥମାନଙ୍କରେ ପ୍ରଚାରି ବୁଝ ଉତ୍ତମ ପଥ କାହିଁ। ଆଜ୍ଞା ଏ ଜଗତରେ ଉତ୍ତମ ପଥ କିଛି ନାହିଁ। ଆଜ୍ଞା ବାୟା ଗୀତା ଗୋଟେ ପଦ ପ୍ରମାଣ କର। କିନ୍ତୁ ମାୟା ବଳେ ଜୀବ ବିପଥରେ ଭ୍ରମଇ। ଅଜ୍ଞାନରେ ଜଡ଼ିତ ହୋଇ ଏ ପଥ ସେ ପଥ ସେ ପଥ ଗମନ ଅଛି। କିନ୍ତୁ ଆଜ୍ଞା ପ୍ରକୃତ ପଥ ଆଜ୍ଞା ସେ ଜାଣୁନି। ପ୍ରକୃତ ପଥ ଯଦି ଜାଣିବ ତାହେଲେ ସେ କ'ଣ ହବ ନା ଏ ଆତ୍ମା ପରମାତ୍ମାଙ୍କ ସହିତ ମିଳିତ ହେବ। ତେଣୁ ଜେରିମିୟ କହିଲେ ଯେ ପୁରାତନ ପଥ ମାନଙ୍କରେ ପ୍ରଚାରି ବୁଝ ଉତ୍ତମ ପଥ କାହିଁ। କେବଳ ଜଗତକୁ ଯେତେ ଅବତାର ଆସିଲେ ଏହି ଆଜ୍ଞା କହିପାରିଲେନି ମୁଁ ପଥ ବୋଲି। କିନ୍ତୁ ଯୀଶୁ କହିଲେ ମୁଁ ଆଜ୍ଞା ପଥ। ଆଜ୍ଞା ସେ ପଥ କ'ଣ? ସାଧାରଣ ଅଳ୍ପରେ ଆମେ ଟିକେ ବୁଝିବା, ସମୟ ତ ନାହିଁ ଏ ସ୍ୱଳ୍ପ ସମୟରେ ବା କ'ଣ ଆଲୋଚନା କରିବି। ତେଣୁକରି କ'ଣ ସେ ପଥ ନା ବର୍ତ୍ତମାନ ଆପଣ ଏ ସରକାର ପଥ ପରମେଶ୍ୱର ତାଙ୍କ ମନୁଷ୍ୟର ସହଭାଗିତା ପାଇଁ, ଦେଶ ଦେଶର ସହଭାଗିତା ପାଇଁ, ଜାତି ଜାତିର ସହଭାଗିତା ପାଇଁ ଆଜ୍ଞା ପଥ ତିଆରି କରିଥିଲେ। ପରମେଶ୍ୱର ଏ 3ଟା ପଥ ଆଜ୍ଞା ତିଆରି କରିଥିଲେ। ଗୋଟେ ଆକାଶ ପଥ, ଗୋଟେ ଜଳ ପଥ, ଗୋଟିଏ ସ୍ଥଳ ପଥ। ଏ ପଥ ଦ୍ୱାରା ପରସ୍ପର ସହଭାଗିତା ହୁଏ। ସେହିପରି ଆଜ୍ଞା ମନୁଷ୍ୟ ଯେତେ ତ ଏ ଜଗତର ନୁହେଁ, ତେଣୁ ଏ ଜଗତକୁ ସେ ବିଦାୟ ନେବ। ସେ ଉଚିତ ପଥରେ ନ ଗଲେ ସେ ପରମେଶ୍ୱରଙ୍କ ସହିତ ମିଳିତ ହେଇପାରିବ। ତେଣୁ ସେଇ ପଥ ଯୀଶୁ ଆସି କହିଲେ ମୁଁ ସେଇ ପଥ। ତେଣୁ ସେ ପଥଟା କ'ଣ ନା ଯେତେବେଳେ ଆମେ ଯଦି ପଥ ଦେଖୁଛୁ, ଏ ପଥରେ ଯେତେବେଳେ ଲୋକମାନେ ଗତାଗତ କରୁଛନ୍ତି, ଏ ପଥରେ କିଏ ଛେପ ପକାଉଛି, କିଏ ମଳତ୍ୟାଗ କରୁଛି, କିଏ ଚୋର ଯାଉଛି, ସାଧୁ ଯାଉଛନ୍ତି ଏବଂ କେତେ ସେ ପଥକୁ ଖୋଳିକିରି ଯିଏ ଯାହା ସୁବିଧାରେ ସେ ନେଇଯାଉଛନ୍ତି। ଆଜ୍ଞା ସେ ପଥ କେବେ କହିଛି କି ମୋ ଉପରେ କାହିଁ ଛେପ ପକେଇଲୁ ବୋଲି? କେବେ କହିଛନ୍ତି? ତେବେ ଯୀଶୁଙ୍କ ମୁହଁରେ ଯେତେବେଳେ ଛେପ ପଡ଼ିଲା ଯୀଶୁ ଆଜ୍ଞା ନୀରବ ହେଇଗଲେ।
ମୁଖ ଫିଟା ନାହିଁ। ତେଣୁ ଆଜ୍ଞା ସମସ୍ତଙ୍କୁ ଯିଏ କ'ଣ କଲେ କ୍ଷମା କଲେ। ତେଣୁ ନନ୍ଦକିଶୋର ବାବୁ ଏଇଟା ବଦଳିଥିଲେ କ୍ଷମା କଲେ ବାବୁ ନନ୍ଦକିଶୋର ବାବୁ କହିଲେ ଆଜ୍ଞା ଯିଏ କ୍ଷମା କରିବ ସେ ଆଜ୍ଞା କ୍ଷମା ପାଇବ, ଯିଏ କ୍ଷମା ନ କରିବ ସେ କ୍ଷମା ପାଇବ। ଯୀଶୁ କ'ଣ କହିଲେ ତମ ଶତ୍ରୁକୁ 7 ଗୁଣ 70 ଥର କ୍ଷମା କର। ସେପରି କ୍ଷମା ପୃଥିବୀ ଆଜ୍ଞା କେହି କରିନାହାନ୍ତି। ତ ନନ୍ଦ ବାବୁ ଆଉ ଗୋଟେ ବଦଳି ଖେଳି ଯେ କ୍ଷମା ଗୁଣେ ଉପେକ୍ଷା କରେ ସବୁ ସହିଯାଏ ସେ ବିଶ୍ୱକୁ କ'ଣ କର ଜୟ କରେ। ଏଣୁକରି ଏ ମୋର ପଣ୍ଡିତ ମଣ୍ଡଳୀ ଏ କ୍ଷମା ଏ ପୃଥିବୀରେ କେହି କରିପାରିଲେ କେବଳ ଯୀଶୁ କହିଲେ ଯେ ଶତ୍ରୁମାନଙ୍କୁ କ୍ଷମା କର। ଆଜ୍ଞା କେହି ଆମେ ଏବେ ବି କ୍ଷମା କରିପାରିବୁ। ତେଣୁ ଆମେ ଯଦି ସେଇ ପଥକୁ ଆଦରି ନ ନେଉ ତାଙ୍କରି ପଥରେ ନ ଚାଲୁ ତାହେଲେ ଆମମାନଙ୍କର ଆଶା ଆଜ୍ଞା ବୃଥା ହେଇଯିବ। ତେଣୁକରି ଆମମାନଙ୍କ ଜୀବନରେ ଏସବୁ ନିନ୍ଦା ଅପମାନ କଷ୍ଟ ଲାଞ୍ଛନା ଦୁଃଖ କଷ୍ଟ ସବୁ ସହିବାକୁ ପଡ଼ିବ। ଆଜ୍ଞା ଯେତେବେଳେ ଯୀଶୁଙ୍କୁ ପ୍ରହାର ହେଉଛି ଯୀଶୁ କିଛି ପାଟି ଫିରେଇ ନାହାନ୍ତି ଆଜ୍ଞା ସବୁ ନୀରବରେ ସହିଗଲେ। ତେଣୁ କବି କହିଲେ ଯେ ନୀରବତା ଅବଲମ୍ବନ କରେ ସେ ସହେ ସେ ରହେ, ଯେ ନୀରବତା ସହ୍ୟ କରେ ସେ ଆଜ୍ଞା ରହେ। ତେଣୁକରି ଇଏ ବିଶ୍ୱ ଚରାଚର ଯୀଶୁଙ୍କର ଆୟତ୍ତରେ ରହିଛି। ତେଣୁ ସମସ୍ତେ ଆଜ୍ଞା ଯୀଶୁଙ୍କୁ ସେଥିପାଇଁ ପୂଜା କରୁଛନ୍ତି। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ। ତେଣୁ ଯୀଶୁ କହିଲେ ମୁଁ ହେଉଛି ସତ୍ୟ। ସମସ୍ତ କଷ୍ଟ ଲାଞ୍ଛନା ଅପମାନ ନିନ୍ଦା ସମସ୍ତ ସେ ସହ୍ୟ କରିଗଲେ ମୋର କୃଷ ଘିନି ଚାଲ। ତେଣୁକରି କ'ଣ ହେଇଛି ନା ଗୋଟେ ପଦ ମନେ ପଡ଼ିଗଲା ମୋ ଜୀବନ ଯାତ୍ରାରେ प्रभु है तुमे ही मो शरण ए जगते मोर तुम बिना नहीं केही आश्रय। ଜଗତରେ ଯେତେ କଷ୍ଟ ନିନ୍ଦା ଅପମାନ ଦୁଃଖ ମୋ ପ୍ରତି ଆସିଲେ ତମେ ନିରବରେ ସହିଲି ଏବଂ ମୋର ହୃଦୟ ବ୍ୟାକୁଳ ହେଲେ ମଧ୍ୟ ଏ ହୃଦୟକୁ ତୁମେ ଟଳିବାକୁ ଦିଅ।
ମୋର ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ଯଦି ଆମେ ସ୍ୱର୍ଗକୁ ଯିବାକୁ ଇଚ୍ଛା କରୁ ତାହେଲେ ଏସବୁ କଷ୍ଟ ଲାଞ୍ଛନା ନିନ୍ଦା ସହିବାକୁ ପଡ଼ିବ କାରଣ ପବିତ୍ର ବାକ୍ୟ ବାଇବେଲ ବି ଅନେକ କ୍ଲେଶର ମଧ୍ୟ ଦେଇ ଆମମାନଙ୍କୁ ଯିବାକୁ ପଡ଼ିବ ସାଧାରଣ ଭାବରେ ଯିବାକୁ ପଡ଼ିବ ମୋର ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ଲାଜାର ଧନୀ କଥା ଆପଣଙ୍କର ମନ ଥିବ ସବୁ ସୁଖ ଭୋଗ କରିଗଲା ଜଗତରେ କିନ୍ତୁ ଆଜ୍ଞା ପାତାଳରେ ରହିଲା କିନ୍ତୁ ଲାଜାର ଅଭାବକୁ କବି ମନେ ପଡୁଛି ଏ ଜଗତେ ସମସ୍ତେ ମାୟା ଭିଡ଼ା ଜଗତରେ ପୁଅ କାହାର ନାହିଁ ସ୍ତ୍ରୀ କାହାର ନାହିଁ କେହି କାହାର ନାହିଁ ଆମେ ଆସିଛୁ ଏକା ତେଣୁକରି ଏବେ କ'ଣ କରୁ ଆମେ ସେ ଯୀଶୁଙ୍କର ପଥକୁ ଭାବରେ ନେଉ ଅନୁସରଣ କରିବା ତେଣୁ ଏହି ପଥ ଆମମାନଙ୍କ ଜୀବନରେ ଆସିବ ପ୍ରଭୁଙ୍କ ଲୋକମାନଙ୍କ ଜୀବନରେ ଏହି ପଥ ଆସିବ କେମିତି ତାକୁ ଧ୍ୟାନ କରି ସବୁ ଆଜ୍ଞା ନିରବରେ ଯଦି ଆମେ ସହିଯିବା ତାହେଲେ କ'ଣ ହେବ ନା ଆମେ ସେଇ ଯୀଶୁଙ୍କ ପଥରେ ଯିବା ଆଜ୍ଞା ପଥ ଗଲା ସତ୍ୟ ଆଜ୍ଞା ସତ୍ୟ କ'ଣ ଏ ପୃଥିବୀରେ କ'ଣ ଆଜ୍ଞା ସତ୍ୟ ଆଜ୍ଞା ପୃଥିବୀ ଆପଣ ଦେଖୁଛନ୍ତି ଏ ପୃଥିବୀ ଆଜି ଅଛି କାଲିକି ନଥିବ ଏ କୋଠା ଆଜି ଅଛି କାଲିକି ନଥିବ ମନୁଷ୍ୟ ଆଜି ଅଛି କାଲିକି ବି ନଥିବ ଆଜ୍ଞା ସତ୍ୟର ବିଲୟ ନାହିଁ ସତ୍ୟ ଆଜି ଅଛି କାଲି ଥିବ ସଦାବେଳେ ଥିବ ତେଣୁ ଏ ସତ୍ୟଟା ଆଜ୍ଞା କ'ଣ ଆଜ୍ଞା ତାକୁ ଆମେ ଯଦି ପ୍ରକୃତ ନ ଜାଣୁ ତାହେଲେ ଆମେ ସତ୍ୟରେ ରହିପାରିବା ଆଜ୍ଞା ପବିତ୍ର ବାକ୍ୟ ପ୍ରଥମ ଯୋଉନ 5 ପଦ 7 ପଦରେ ଲେଖା ହେଲା କ'ଣ ଆତ୍ମା ହିଁ ଆଜ୍ଞା ସତ୍ୟ ତେଣୁ ଯଦି ଆତ୍ମା ସତ୍ୟ ଆମମାନଙ୍କ ଶରୀର ମଧ୍ୟରେ ଯେଉଁ ଆତ୍ମା ଅଛି ସେ ଆତ୍ମା ଆଜ୍ଞା ସତ୍ୟ ତାର କ'ଣ ତାର କେବେ କ୍ଷୟ ହେବନି ସେ ମରିବନି ଲୋପ ହେବନି ତେଣୁକରି ଏହି ଆତ୍ମା ପରମାତ୍ମାଙ୍କ ସହିତ ମିଳିତ ହେବାକୁ ହେଲେ ସତ୍ୟରେ ଆଜ୍ଞା ରହିବାକୁ ପଡ଼ିବ ତେଣୁ ଆଜ୍ଞା ଏ ଜଗତରେ ଯେତେ ଲୋକ ଜନ୍ମଗ୍ରହଣ କରିଛନ୍ତି ସମସ୍ତେ ଆଜ୍ଞା ଦୈହିକ ସମ୍ପର୍କରେ ଜନ୍ମଗ୍ରହଣ କରିଛନ୍ତି ଆଜ୍ଞା ଯୀଶୁଙ୍କର ଜନ୍ମଗ୍ରହଣ ଆଜ୍ଞା ଦୈହିକ ସମ୍ପର୍କ ହେଇନି ଯୀଶୁଙ୍କର ଜନ୍ମ ଆତ୍ମାଙ୍କ ଦ୍ୱାରା ଆଜ୍ଞା କ'ଣ ହେଇଛି ନା ଯୀଶୁ ଜନ୍ମ ହେଇଛନ୍ତି ତେଣୁ ବେଦ ଋଗ୍ବେଦ ପ୍ରମାଣ କରୁଛି ପ୍ରମାଣ କଲା ଯେ ଋତୁ ସ୍ନାନ କରିଥିବା ଜଣେ କୁମାରୀ ସେ ଆତ୍ମାଙ୍କ କର୍ତ୍ତୃତ୍ୱ ଗର୍ଭବତୀ ଏକ ପୁତ୍ର ପ୍ରସବ ଖାଲି ବେଦ ପ୍ରମାଣ କରିଛି ତାହେଲେ ଆଜ୍ଞା ଆମର ପବିତ୍ର ବାକ୍ୟ ବାଇବେଲରେ କହିଲେ ଦେଖ ଜଣେ ଆତ୍ମାଙ୍କ କର୍ତ୍ତୃତ୍ୱ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ତେଣୁ ଆଜ୍ଞା ପବିତ୍ର ବାକ୍ୟ ବାଇବେଲ ଏବଂ ବେଦ ପ୍ରମାଣ କରୁଛି ତେଣୁ ଯୀଶୁ ଯଦି ସତ୍ୟ ହେଲେ ତାହେଲେ ଏ ଜଗତରେ ଯୀଶୁ ହିଁ ସତ୍ୟ ଆଉ କେହି ନାହାନ୍ତି ତେଣୁକରି ଯୀଶୁଙ୍କ ଠାରେ ଯେଉଁମାନେ ବିଶ୍ୱାସ କରିବେ ଯୀଶୁଙ୍କ ଠାରେ ଯେଉଁମାନେ ଆଶା ନେବେ ଏବଂ ଯୀଶୁଙ୍କ ଠାରେ ଯେଉଁମାନେ ତାଙ୍କର ଆଜ୍ଞାକୁ ପାଳନ କରିବେ ଏବଂ ସେହି କେବଳ ସ୍ୱର୍ଗରେ ତେଣୁ ମୋର ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ଯେ ଜୀବନ କ'ଣ ଆଜ୍ଞା ତେଣୁ ଗୋଟେ ପଦ ମନେ ପଡ଼ୁଛି ମର୍ତ୍ତ୍ୟ ମଣ୍ଡଳରେ ଜନ୍ମିଲେ ଦିନେ तारा निश्चय मृत्यु अच्छी ये राजा जो लिखिले
ଯେତେବେଳେ ପ୍ରାଣମୂଳକ ମାଟି ଧୋଇ ହେଇଯିବ ସେ ମୃତ ସାଗରରେ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ଯୀଶୁ ଏଇ ଶରୀର ମୃତ୍ୟୁ କଥା କହିନା ଆଜ୍ଞା ଯିଏ ମୃତ୍ୟୁ ଗ୍ରହଣ କରିବ ସେ ଦିନେ ଆତ୍ମାରେ ସଜୀବ ହେବ ଯଦି ଆତ୍ମାରେ ଆମେ ସ୍ଥିର ହୋଇଛୁ ଆତ୍ମାଙ୍କୁ ଆମେ ଗ୍ରହଣ କରିଛୁ ପବିତ୍ର ବାକ୍ୟ ବାଇବେଲରେ ଆତ୍ମାଙ୍କ ସାହାଯ୍ୟ ନହେଲେ ତୁମେମାନେ ଈଶ୍ୱରଙ୍କ ସନ୍ତାନ ହେଇପାରିବେ ତେଣୁ ସେ ପବିତ୍ର ଆତ୍ମାଙ୍କର ସାହାଯ୍ୟ ଯଦି ଆମେ ନେଉ ତାଙ୍କରି ଆଜ୍ଞାର ବାଧ୍ୟ ହଉ ତାହେଲେ ଆମେ ଶରୀର ମୃତ ହେଲେ ମଧ୍ୟ ଆମର ଆତ୍ମା ସଜୀବ ହେଇଯିବ ସେଟା ଲେଖିଲା ଜାଗତେ ମିଳିଗତେ କଦାଚିତ ମନୁଷ୍ୟ ଶରୀରରେ ଯେଉଁ ଆତ୍ମା ଅଛି ସେ ଆତ୍ମା ହେଉଛି ଅଟଳ ଏବଂ ମଙ୍ଗଳ ତାର ଜନ୍ମ ନାହିଁ ନା ମୃତ୍ୟୁ ବଢ଼ିଯାଏନି ତେଣୁକରି ଏ ଆତ୍ମା ଏଠୁ ଗଲା ପରେ କୋଉଠି ଯାଉଛି ଆଜ୍ଞା ଭାଗବତର ଗୋଟେ ପଦ ଆତ୍ମାରେ ଚାଲିଗଲେ କୋଉଠିକି ଯିବ ନା ଅନନ୍ତ କାଳ ସ୍ୱର୍ଗକୁ ଯିବ ତେଣୁ ପରମେଶ୍ୱର ମନୁଷ୍ୟ ଜଗତକୁ ଏଡ଼େ ପ୍ରେମ କଲେ ସେ ତାଙ୍କର ଏକମାତ୍ର ପୁତ୍ରଙ୍କୁ ଦାନ କଲେ ଅର୍ଥାତ୍ ଯେପରି ଏକ ତାଙ୍କଠାରେ ବିଶ୍ୱାସ କରିବ ସେ ବିନଷ୍ଟ ହୋଇ ଅନନ୍ତ ଜୀବନ ପଣ୍ଡିତ ମଣ୍ଡଳ ଲକ୍ଷ୍ୟ ଦେବେ ଈଶ୍ୱର ଆମମାନଙ୍କୁ କେତେ ପ୍ରେମ କରିଥିବା ହେତୁ ଆମମାନଙ୍କର ଆତ୍ମା ଯେପରି ନରକଗାମୀ ନ ହୁଏ ସେଥିପାଇଁ ତାଙ୍କ ପୁତ୍ରଙ୍କୁ ପଥ କରି ଜଗତକୁ ପଠାଇଲେ ମୁଁ ଏବଂ ଆପଣମାନେ ଯଦି ସେ ପଥରେ ବିଶ୍ୱାସ କଲୁ ଏବଂ ଖାଲି ବିଶ୍ୱାସ କଲେ ନୁହେଁ ସେ ପଥରେ ଯଦି ଆମେ ଚାଲୁ ଆତ୍ମାଙ୍କ ସହାୟତା ଯଦି ଆମେ ଏଇ ଶରୀର ଜୀବନ କାଟୁ ତାହେଲେ ଶେଷରେ ଆମେ କ'ଣ କରିବା ନା ସେ ଅନନ୍ତ ଜୀବନ ପାଇବା ଏବଂ ପରମେଶ୍ୱର ନିକଟରେ ପହଞ୍ଚିବା ଆମମାନଙ୍କର ଆତ୍ମା ଆଜ୍ଞା ସଜୀବ ହବ ଏ ଶରୀର ନୁହେଁ ଆଉ ଇଏ ଅଲଗା ଶରୀର ସେ ନେଇକିରି ଉଠିବ ସର୍ବଜଗତର ବିଚାର ହବ ତେଣୁ କବି ଲେଖିଲି କ'ଣ କହିଲେ ଅଛି ଏଥିରୁ ଆନନ୍ଦ Oh
କରିପାରନ୍ତି ପରମେଶ୍ୱରଙ୍କ ବାଜି ତେଣୁକରି ଆଜ୍ଞା କବି କହିଲେ ଏଇ ଆତ୍ମାକୁ କ୍ଷତି କରିବାକୁ ତାର ସାମର୍ଥ୍ୟ ନାହିଁ କେବଳ ଏ ମାଟି ଘରକୁ ସେ ଭାଙ୍ଗି ଦେଇପାରେ ସେ କେତେ ପ୍ରକାର କଷ୍ଟ ରୋଗ ଯନ୍ତ୍ରଣା ଆଣିବ କିନ୍ତୁ ଏଇ ଆତ୍ମାକୁ ସେ କେବେ ତେଣୁ ଆମେ ଯଦି ଯୀଶୁଙ୍କ ପଛରେ ଚାଲୁ ବା ସେଇ ସତ୍ୟକୁ ଆମେ କ'ଣ କରୁ ଜୀବନରେ ଗ୍ରହଣ କରୁ ତାହେଲେ ଆମେ କ'ଣ କରିବା ନା ଆମମାନଙ୍କର ଏ ଶରୀର ମାଟିରେ ମିଶିଗଲେ ମଧ୍ୟ ଆମମାନଙ୍କର ଆତ୍ମା ଅନନ୍ତ କାଳ ପଛରେ ରହିବ ପଛରେ ରହିବ ଆଜ୍ଞା 60-70-80 ବର୍ଷ ଏକ ପଛରେ ତାଠୁ ଆଉ ଅଧିକ ବର୍ଷ ଆଜ୍ଞା ଆପଣ ଦେଖନ୍ତୁ ମୁନି ଋଷିମାନେ ସମସ୍ତ ଛାଡ଼ି ଆଜ୍ଞା ଗୁମ୍ଫାରେ ପଡ଼ିଛନ୍ତି ଶରୀରକୁ କଷ୍ଟ ଦେଉଛନ୍ତି ନାନା ଯନ୍ତ୍ରଣା ଭୋଗୁଛନ୍ତି ଆଜ୍ଞା କିନ୍ତୁ ସେମାନେ କାହିଁକି ଏକଥା କରିଛନ୍ତି ସେମାନେ ମାନେ ଅଜ୍ଞାନ ନା ଅଜ୍ଞାନ ନୁହେଁ ସେମାନେ କ'ଣ ସେମାନେ ଭାବୁଛନ୍ତି ଯେ 60-70 ବର୍ଷ ଆନନ୍ଦରେ ରହିବୁ ଏ ଜଗତରେ ଆମେ ବୁଲାବୁଲି କରିବୁ ଅଦା ପୋଲିସ କରିବୁ କିନ୍ତୁ ଅନନ୍ତ କାଳ କୋଉଠିକି ଯିବୁ ନା ଆମେ ନରକୁ ତେଣୁ ସ୍ୱର୍ଗକୁ ଯିବା ପାଇଁ ସେମାନେ ନିଜ ଶରୀରକୁ କଷ୍ଟ ଦେଇ ଆଜ୍ଞା ଗୁମ୍ଫାରେ ପଡ଼ିଛନ୍ତି ସେମାନେ ଯୀଶୁ କହିଲେ ଯେ କି ପିତା ମାତା ଗୃହ ଦ୍ୱାର ସମ୍ପତ୍ତି ଗାଡ଼ି ଏପରି ନିଜ ପ୍ରାଣକୁ ଅପ୍ରିୟ ଜ୍ଞାନ ନ କରି ମୋର ଆଜ୍ଞା ଶିଷ୍ୟ ହୋଇପାରିବ ତେଣୁ ଜଗତକୁ ଯଦି ଆମେ ତୁଚ୍ଛ କରୁ ଜଗତକୁ ଯଦି ଛାଡ଼ିଦେଉ ସେଇ ସତ୍ୟରେ ମନ ଦେଉ ଯୀଶୁଙ୍କ ପଛରେ ଚାଲୁ ଆଜ୍ଞା ସେଥିରେ ଆମେ ଅନନ୍ତ ଜୀବନ ରହିବା ତେଣୁକରି ଏଇ ଦିନମାନଙ୍କରେ ଆପଣ ଏବଂ ମୁଁ ସେଇ ପଥ ସତ୍ୟ ଜୀବନ ଯିଏ କହିଥିଲେ ତାଙ୍କଠାରେ ବିଶ୍ୱାସ କରି ଆମେ ଯଦି ଜୀବନ କାଟିବା ତାହେଲେ ଆମମାନଙ୍କର କ'ଣ ହେବ ଆମେ ଅନନ୍ତ ଜୀବନ ବୋଲ ବୋଲ ଆନନ୍ଦ ସାଗର ଆନନ୍ଦ ସାଗର ହାଲେଲୁୟା 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 धन्यवाद प्रशंसा संभ्रम गौरव कर्ता मनोज आपंकर प्रेम स्वर्ग पिता आपंकर पवित्र नाम धन्यवाद करुँ प्रशंसा करुँ गौरव कर जय जयकार कर हालेलुया कर प्रभु जी
ଆପଣ ଦୟାକରି ଅନୁଗ୍ରହ କଲେ ଅନେକ ଦିନରୁ ଯାହା ଆପଣଙ୍କ ଯୋଜନା ଥିଲା ହଁ ପ୍ରଭୁ ତାହା ମାନେ ପାରୁନଥିଲୁ କେତେ ବାଧା ସୈତାନ ପ୍ରଭୁ ଆଣି ଆମମାନଙ୍କ ସମ୍ମୁଖରେ ଅନୁଷ୍ଠାନ ସମ୍ମୁଖରେ ରଖିଥିଲା କିନ୍ତୁ ପ୍ରଭୁ ମୋର ଅବିଶ୍ୱାସ ହୋଇଥିଲା ଯେ ଏ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ କି ନାହିଁ ହଁ ପ୍ରଭୁ ପ୍ରାର୍ଥନା ଆପଣ ଶୁଣିଲେ ବିଶ୍ୱର ମନ୍ଦିର ଆଲେଲୁୟା ପ୍ରଭୁ ଯେ ଆପଣ ଆମମାନଙ୍କର ସେ ମହାମହିମ ପରମେଶ୍ୱର ପ୍ରଭୁ ପ୍ରାର୍ଥନା ଶୁଣିଲେ ଏବଂ ପ୍ରଭୁ ନିରାପଦରେ ଏ ସ୍ଥାନକୁ ଆଣିଲେ ଏ ପିପି ମ୍ୟୁଜିକ୍ ମାଧ୍ୟମରେ ପ୍ରଭୁ ଯେ ଆମେ ଆପଣଙ୍କର ଗୌରବ କରୁ ଆପଣଙ୍କର ସତ୍ୟ ପ୍ରକାଶ କରୁ ପ୍ରଭୁ ଯେଉଁ ସତ୍ୟ କି ଏଇ ଦିନମାନଙ୍କରେ ଆଉ ଆପଣଙ୍କ ଲୋକମାନଙ୍କ ପାଇଁ ଅତି ଜରୁରୀ ତେଣୁ ପ୍ରଭୁ ଏ ବାକ୍ୟ ପ୍ରତିଙ୍କ ହୃଦୟରେ କାର୍ଯ୍ୟ କରୁ ଯେଉଁମାନେ ଆକୁ ଶୁଣୁଛନ୍ତି ଯେଉଁମାନେ ଆକୁ ଦେଖୁଛନ୍ତି ପବିତ୍ର ଆତ୍ମା ପରମେଶ୍ୱର ତାଙ୍କ ହୃଦୟରେ ଆପଣ କଥା କୁହନ୍ତୁ ବୋଲି ବିନତି ପ୍ରାର୍ଥନା କରୁଛି ବାବାକୁ ଏ କାର୍ଯ୍ୟ ପାଇଁ ଯାହାଙ୍କର ଅନୁଦାନ ଅଛି ସେଇ ବିଶ୍ୱ ଡିଗ୍ରୀ ହୃଦୟକୁ ମଧ୍ୟ ଆପଣ ଅନୁଗ୍ରହ କରନ୍ତୁ ତାଙ୍କର ସେବା କାର୍ଯ୍ୟରେ ପ୍ରଭୁ ଅନୁଗ୍ରହ ଦିଅନ୍ତୁ ଏବଂ ତାଙ୍କୁ ପ୍ରଭୁ ସ୍ୱସ୍ଥତା ଦିଅନ୍ତୁ ଏବଂ ପ୍ରଭୁ ଆପଣଙ୍କର ଗୌରବ ପାଇଁ ଏ ଜଗତରେ ଆଉ ତାଙ୍କୁ ବ୍ୟବହାର କରନ୍ତୁ ବୋଲି ମୁଁ ଆପଣଙ୍କୁ ବିନତି କରୁଛି ହାତ ଯୋଡ଼ୁଛି ତା ପିପି ମ୍ୟୁଜିକ୍ ମଧ୍ୟ ଅନୁରୋଧ ଦେଇ ଆହୁରି ବୃଦ୍ଧି କରନ୍ତୁ ଯେପରି ଅନେକ ପିପି ମ୍ୟୁଜିକ୍ ଦ୍ୱାରା ପ୍ରଭୁ ସେ ପରିଚାଳନା ପାଇଁ ଅନନ୍ତ ଜୀବନର ଅଧିକାରୀ ହୁଏ ସେଥିପାଇଁ ଅନୁଗ୍ରହ ଦିଅନ୍ତୁ ସେତେବେଳେ ପ୍ରଭୁ ସମସ୍ତ କାର୍ଯ୍ୟ ଆପଣ ସୁସମ୍ପନ୍ନ କରିଛନ୍ତି ସେଥିପାଇଁ ଧନ୍ୟବାଦ ସେତେବେଳେ ଆମମାନେ ଖେଳିବୁ ପ୍ରଭୁ ଆମମାନଙ୍କ ଯାତ୍ରାକୁ ଆପଣ ନିୟନ୍ତ୍ରଣ କରନ୍ତୁ ଆପଣଙ୍କର ଶ୍ରୀମୁଖ ପିଲା ଆମମାନଙ୍କ ଆଗମନ କରନ୍ତୁ ଡକ୍ଟର ରାଜ୍ୟ ସୁରକ୍ଷା କରନ୍ତୁ ସ୍ୱର୍ଗୀୟ ଦୂତମାନଙ୍କୁ ରାଜ୍ୟ କରନ୍ତୁ এটা আমরা প্রার্থনা শুনলে উত্তর দিলে ধন্যবাদ করি প্রশংসা করি গৌরব করি জয় জয়কার করি প্রার্থনা বলুন মৃত্যুঞ্জয়ী প্রিয় প্রভু আমাকে দিই যিশুঙ্ক রক্তরে জয় যিশুঙ্ক রক্তরে জয় যিশুঙ্ক রক্তরে জয়